ଦେଖିଥିବେ ଏବେ ସୁଭଦ୍ରା ଯୋଜନା ଟଙ୍କା ସମସ୍ତଙ୍କୁ ଆସିଗଲା। ଯେଉଁମାନଙ୍କର ସୁଭଦ୍ରା ଯୋଜନା ଟଙ୍କା ଆସିନି କି ଆପଣଙ୍କର ଡାଉଟ୍ ଅଛି ଆସିଛି କି ନାହିଁ, ଆଉ କେତେଟା ଇନଷ୍ଟଲମେଣ୍ଟରେ ଆପଣ ସୁଭଦ୍ରା ଯୋଜନା ଟଙ୍କା ଆସିଛି, ତ ଆପଣ କେଉଁ ହିସାବରେ ଆପଣ ଚେକ୍ କରିପାରିବେ ସେ ବିଷୟରେ ଆଜି ଦେଖିବା। ଠିକ୍ ଅଛି, ଆପଣ ଫାର୍ଷ୍ଟ ପଳାଇବେ ଆପଣଙ୍କ ବ୍ରାଉଜରକୁ। ବ୍ରାଉଜର ଓପେନ୍ କଲା ପରେ ଆପଣଙ୍କର subhadra.org.in ଯିବେ ହେରି। ଠିକ୍ ଅଛି, ତାପରେ ଆପଣ ଯିବେ ଡାଇରେକ୍ଟ ଆମର ଆପ୍ଲିକେସନ୍ ଷ୍ଟାଟସ୍କୁ ଗଲା ପରେ ଆପଣ ଏଠି ଆଧାର ନମ୍ବର ଯେଉଁ ଲେଖା ହେଇଛି ଏଠି ଆଧାର ନମ୍ବର କ୍ଲିକ୍ କରିବେ। ଦେନ୍ ଆପଣ କ୍ଲିକ୍ କରିବେ ଚେକ୍ ବକ୍ସ ଉପରେ, ଯେଉଁଟାକି ଆପଣଙ୍କୁ OTP ପ୍ରୋଭାଇଡ଼ ହେବ। OTP ପ୍ରୋଭାଇଡ଼ ହେଲା ପରେ ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରେ OTP ଯାଇଥିବ, ସେ OTPକୁ ଆପଣ ଏବେ ପ୍ରୋଭାଇଡ଼ କରିବେ। ଏଠି OTP ପ୍ରୋଭାଇଡ଼ କରିଦେବେ। ଦେନ୍ OTP ସହିତ ଯାଞ୍ଚ କରନ୍ତୁ, ତା ଉପରେ କ୍ଲିକ୍ କରିଦେବେ। ଏବେ ଆପଣ ଦେଖିପାରୁଥିବେ ହୋମ୍ ପେଜ୍କୁ ପଳା ଆସିଲା। ହୋମ୍ ପେଜ୍ରେ ଆପଣଙ୍କର ପ୍ରପର୍ ଡିଟେଲ୍ସ ସବୁ ମେଣ୍ଟେନ୍ ହେଇକି ଅଛି। ଆପଣଙ୍କ KYC କମ୍ପ୍ଲିଟେଡ୍ ହେଇଛି या ନାହିଁ ଏ ସବୁ ଡିଟେଲ୍ସ ବି ଅଛି। ତ ଆପଣ ଲାଷ୍ଟରେ ଦେଖିପାରିବେ ପେମେଣ୍ଟ ସ୍ଥିତିରେ କିଛି କିସ୍ତି କେତେଟା ହେଇଛି, ଆପଣଙ୍କର ସ୍ଥିତି ସକ୍ସେସଫୁଲି ଡିସବର୍ସଡ ହେଇଛି କି ନାହିଁ, ଆଣ୍ଡ କେଉଁ ଡେଟ୍ରେ ଆପଣଙ୍କର ହେଇଛି ସେ ଜିନିଷ ବି ଆପଣଙ୍କୁ ଶୋ କରିଦେବ। ଠିକ୍ ଅଛି, ବ୍ୟାଙ୍କ ଖାତା ନମ୍ବର ବି ଆପଣଙ୍କୁ ଶୋ କରିଦେବ। ତ ଆପଣ ଏଇଠି ଜାଣିପାରିବେ କି ଯେ ଆପଣଙ୍କର କେତେଟା ଆପଣଙ୍କର ସକ୍ସେସ୍ ହେଇଛି, କେତେଟା ସକ୍ସେସ୍ ହେଇନି। ଠିକ୍ ଅଛି, ତ ଏ ଟାଇପ୍ର ଆପଣଙ୍କ ସୁଭଦ୍ରା ଯୋଜନା ପଇସା ଦେଖିପାରିବେ କେତେଟା ଆସିଛି, ଆପଣଙ୍କର କେତେଟା ଆସିନି।